ଆଜି ଆମେ ସ୍ୱାଧୀନ ଦେଶର ସନ୍ତାନ ଆমেର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ଦେଇଛି ଆମ ଦେଶର ନାମ କୁହ। ଆମ ଦେଶର ନାମ ହେଉଛି ଭାରତ। 2 ନମ୍ବର ଆମ ଦେଶ ବିଶ୍ୱକୁ କ'ଣ ଶିଖାଇଲା? ଆମ ଦେଶ ବିଶ୍ୱକୁ ଶାନ୍ତି, ପ୍ରେମ ଓ ସମାନତାର ଶିକ୍ଷା ଶିଖାଇଲା। 3 ନମ୍ବର ପ୍ରଶ୍ନ, କବିତାରେ ଅଜ୍ଞତାକୁ କିପରି ନଷ୍ଟ କରିବା କଥା କୁହାଯାଇଛି? କବିତାରେ ଜ୍ଞାନର ଆଲୋକ ଦ୍ୱାରା ଅଜ୍ଞତାକୁ ନଷ୍ଟ କରିବା କଥା କୁହାଯାଇଛି। 4 ନମ୍ବର, ଆମେ ଦେଶକୁ କିପରି ରକ୍ଷା କରିବା? ଆମେ ସତ୍ୟ, ସାହସ, ଏକତା ଓ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ରକ୍ଷା କରିବା। 5 ନମ୍ବର ପ୍ରଶ୍ନ, କାହା ଆଖିରେ ଆମେ ସମସ୍ତେ ସମାନ? ଭାରତ ମାଆର ଆଖିରେ ଆମେ ସମସ୍ତେ ସମାନ। ନେକ୍ସଟ ଆମର ଦେଇଛି ଆମ ଦେଶ କେବେ ସ୍ୱାଧୀନ ହୋଇଥିଲା? ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନ ହୋଇଥିଲା। 2 ନମ୍ବର, ଆମ ଶରୀରକୁ କିଏ ଶକ୍ତି ଯୋଗାଇଛି? ଭାରତ ମାଆର ସମୀର ଓ ଜଳ ଶରୀରକୁ ଶକ୍ତି ଯୋଗାଇଛି। 3 ନମ୍ବର ପ୍ରଶ୍ନ, ଆମେ ଶସ୍ୟ କେଉଁଠାରୁ ପାଉ? ଆମେ ଭାରତ ମାଆର ମାଟିରୁ ଶସ୍ୟ ପାଇଥାଉ। 4 ନମ୍ବର ପ୍ରଶ୍ନ, ପରାଧୀନତାରୁ ମୁକ୍ତି ପାଇଁ କିଏ ଜନତାଙ୍କୁ ପ୍ରେରଣା ଯୋଗାଇଥିଲା? ପରାଧୀନତାରୁ ମୁକ୍ତି ପାଇଁ ମହାତ୍ମା ଗାନ୍ଧୀ ଜନତାଙ୍କୁ ପ୍ରେରଣା ଯୋଗାଇଥିଲେ। 5 ନମ୍ବର ପ୍ରଶ୍ନ, ବିଜ୍ଞାନର ଅଗ୍ରଗତି ହେଲେ ଆମେ କ'ଣ କରିପାରିବା? ବିଜ୍ଞାନର ଅଗ୍ରଗତି ହେଲେ ଆମ ଦେଶରେ ବିଭିନ୍ନ ଶିଳ୍ପରାଜି ଗଢ଼ିପାରିବା। ନେକ୍ସଟ 1 ନମ୍ବର ପ୍ରଶ୍ନ, ଆମେ କେଉଁଠି ଖେଳି ବୁଲି ବଢ଼ିଛୁ? ଆମେ ଜନ୍ମଭୂଇଁ କୋଳରେ, ଏଠି ଲେଖିବ ଜନ୍ମଭୂଇଁ କୋଳରେ ଖେଳି ବୁଲି ବଢ଼ିଛୁ। ନେକ୍ସଟ 2 ନମ୍ବର ଆମକୁ ଦେଇଛି ସତ୍ୟର ଜୟ କଥା କିଏ ଶିଖାଇଲେ? ସତ୍ୟର ଜୟ କଥା ମହାତ୍ମା ଗାନ୍ଧୀ ଶିଖାଇଲେ। 3 ନମ୍ବର, ନବଭାରତର ସେବକ ସାଜି ଆମେ କ'ଣ କରିବା? ଆମେ ଭେଦାଭେଦ ଦୂର କରିବା। 4 ନମ୍ବର ପ୍ରଶ୍ନ, ଆମେ ଜଡ଼ତା ତେଜି କ'ଣ କରିବା? ଆମେ ଜଡ଼ତା ତେଜି ଯୁଦ୍ଧ କରିବା। ନେକ୍ସଟ ଆମେ କବିତାରୁ ଖୋଜି ଲେଖିବା ଜଳ ପରେ ଫଳ, ସେମିତି ପ୍ରାଣୀ ପରେ ବାଣୀ, ହେଲା ବାଣୀ। ତାପରେ ହେଜି ପରେ ତେଜି, ଏଇଟା କ'ଣ ଲେଖିବ? ତେଜି। ନେକ୍ସଟ ଜଣେ ପରେ ରଣେ, ହେଲା ଏଇଟା କବିତାରେ ଆମକୁ ମିଳିଯିବ। ଶିଳ୍ପରାଜି ପରେ ସେବକରାଜି, କ'ଣ ହବ? ସେବକରାଜି। ଲାଷ୍ଟଟା ଆମକୁ ବାରେ ପରେ ଧାରେ, ବୁଝିହେଲା। ନେକ୍ସଟ ଆମକୁ ଦେଇଛି ପଦ୍ୟର ଅଂଶକୁ ସଜାଡ଼ି ଖାଲି ଘରେ ଲେଖିବା। ତାହେଲେ ଦେଖ ପିଲାମାନେ, କରିଦେଲା ଆମର ଜନ୍ମଭୂଇଁ ଭାରତ, କ'ଣ ହବ? ଭାରତ ଆମର ଜନ୍ମଭୂଇଁ। ଶସ୍ୟ ଫଳ ମାଟି ଦିଏ ତାର, ମାଟି ତାର ଦିଏ ଶସ୍ୟ ଫଳ। ଶିଳ୍ପରାଜି ନୂଆ ସରଜିବା ନୂଆ ଶିଳ୍ପରାଜି। ତାପରଟା ସ୍ୱାଧୀନତା ଆମ ଜୀବନ ବ୍ରତ। ନେକ୍ସଟ ଆଶରେ ଲାଗିବା ଜଡ଼ତା ତେଜି। ନେକ୍ସଟ ଆମେ ବିପରୀତ ଶବ୍ଦ ଲେଖିବା। ସ୍ୱାଧୀନର କ'ଣ ହବ? ପରାଧୀନ, ହେଲା। ଜନ୍ମର ମୃତ୍ୟୁ, ଆଲୋକର ଅନ୍ଧାର,